ମାଇକ୍ରୋସଫ୍ଟରେ ତ୍ରୁଟି ସାରା ଦୁନିଆର ୟୁଜର୍ସକୁ ପ୍ରଭାବିତ କରିଛି। ଏହାର ପ୍ରଭାବ ଏୟାରଲାଇନ୍ସ, ଯୋଗାଯୋଗ ସେବା, ବ୍ୟାଙ୍କ ଏବଂ ମିଡ଼ିଆ ସଂସ୍ଥାମାନଙ୍କ ଉପରେ ପଡ଼ିଛି। ଏୟାରଲାଇନ୍ସ ଏବଂ ବିମାନ ବନ୍ଦରଗୁଡ଼ିକରେ ଏହି ସମସ୍ୟା ବଢ଼ିବାର ସୂଚନା ମିଳିଛି। ଅନେକ ଘଣ୍ଟା ବିତି ସାରିବା ପରେ ଟେକ୍ନୋଲୋଜି କମ୍ପାନୀ କହିଛି ଯେ ସେ ଧୀରେ ଧୀରେ ମାଇକ୍ରୋସଫ୍ଟ 365 ଆପ୍ ଏବଂ ସେବାଗୁଡ଼ିକରେ ଦେଇଥିବା ସମସ୍ୟାକୁ ଠିକ୍ କରୁଛି। ଏହାରି ମଧ୍ୟରେ ଭାରତୀୟ ରେଲୱେ କହିଛି ଯେ ରେଲୱେ ଟିକେଟିଂ ସିଷ୍ଟମ, କଣ୍ଟ୍ରୋଲ ଅଫିସ୍ ଅଟୋମେସନ୍ ଏବଂ ଅନ୍ୟ ରେଲୱେ ସେବାଗୁଡ଼ିକ ଉପରେ ଏହାର ଆଉଟେଜର ପ୍ରଭାବ ପଡ଼ିନାହିଁ। ଟ୍ରେନ୍ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଚାଲିଛି। ରେଲୱେ ପାଇଁ IT ଏବଂ ଇ-ଗଭର୍ନାନ୍ସର କେନ୍ଦ୍ର CRIS ଅଟେ। CRISର ଅର୍ଥ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ୍ ସିଷ୍ଟମ୍। ଏହା ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧୀନର ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନ। ଏହା ଭିନ୍ନ ଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସେବାମାନ ପ୍ରଦାନ କରିଥାଏ। CRCS, PRS, UTS ସହ ରେଲୱେ ଟିକେଟ୍ ବୁକିଂ ପାଇଁ ଭାରତର କେନ୍ଦ୍ରୀୟ ଅନଲାଇନ୍ ପ୍ଲାଟଫର୍ମ ବିକଶିତ କରିଛି। ଏହା ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଟିକେଟ୍ ବୁକିଂ, ରିଜର୍ଭେସନର ସ୍ଥିତିକୁ ଯାଞ୍ଚ ଏବଂ ଟିକେଟ୍ ରଦ୍ଦ କରିବାର ସୁବିଧା ପ୍ରଦାନ କରିଥାଏ। CRCS ଟ୍ରେନ୍ ପରିଚାଳନା ପ୍ରଣାଳୀର ବିକାଶ ଏବଂ ରକ୍ଷଣାବେକ୍ଷଣ କରିଥାଏ, ଯାହା ରେଲୱେ ନେଟୱାର୍କର ଟ୍ରେନ୍ର ଗତିକୁ ନିୟନ୍ତ୍ରଣ ଏବଂ ସର୍ବୋତ୍କୃଷ୍ଟ କରିଥାଏ। ଏହାର ରିଅଲ୍ ଟାଇମ୍ ଟ୍ରେନ୍ ସ୍ଥିତି, ଟ୍ରାକ୍ ଦାଖଲ ଏବଂ ରେଳ କର୍ମଚାରୀଙ୍କୁ ସଂକେତ ସୂଚନା ପ୍ରଦାନ କରିଥାଏ। ଏହା ସେମାନଙ୍କୁ ଦକ୍ଷତାର ସହ ଏବଂ ନିରାପଦ ଭାବେ ଟ୍ରେନ୍ ଚଳାଇବାରେ ସାହାଯ୍ୟ କରିଥାଏ। CRCS ମାଲ ବୋହିବା ପ୍ରଣାଳୀ ଏବଂ ସେବା ଟିକସ ବ୍ୟବସ୍ଥାର ବିକାଶ ଏବଂ ପରିଚାଳନା କରେ, ଯାହା ରେଳବାଇ ପକ୍ଷରୁ ମାଲ ପରିବହନର ପ୍ରବନ୍ଧନକୁ ଅଟୋମେଟ୍ କରିଥାଏ।